ଲାଗୁଛି ନା ମାର୍କେଟ ପାଇଁ କେତେ ସୁନ୍ଦର ମିଠା ଦହି। ଏହି ଦହି ଆମେ ସହଜ ଉପାୟରେ ଘରେ ବନେଇ ପାରିବା। କେବଳ ଗୋଟେ ଅମୁଲ ପ୍ୟାକେଟରେ ଆମେ ଘରେ ମାର୍କେଟ ଠାରୁ ବି ଆହୁରି ବଢ଼ିଆ ଟେଷ୍ଟରେ ଘରେ ବନେଇ ପାରିବା। ଏଠି ଆପଣ ଦେଖିପାରୁଥିବେ ମୁଁ ମାର୍କେଟଠୁ ବି ଅଧିକ ଟେଷ୍ଟି ମିଠା ଦହି ବନେଇ ନେଇଛି। ଆପଣ ଏଠି ଦେଖିପାରୁଥିବେ ପୁରା ମୁଁ ଗୋଟେ ଗିନାକୁ ମୁଁ କେମିତି ପାଡ଼ି ନେଇଛି। ବେଙ୍ଗଲୀ ଷ୍ଟାଇଲ ମିଷ୍ଟି ଦହି ବା ମିଠା ଦହି। ଏବେ ଆପଣ ଚାହିଁଲେ ଏହାକୁ ଘରେ ବି ବନେଇ ପାରିବେ। ଏଠି ମୁଁ ନେଇଛି ଗୋଟେ ଅମୁଲ ପ୍ୟାକେଟ, କିଛି ଫ୍ରେଶ ଦହି ନେଇଛି, ହାଫ୍ କପ୍ ଚିନି ନେଇଛି। ଏଇଥିରେ ଆମେ ବନେଇବା ମିଠା ଦହି। ଆପଣଙ୍କୁ ଯଦି ମିଠା ଖାଇବାକୁ ମନ ହେଉଛି କିମ୍ବା ମିଠା ଦହି ଖାଇବାକୁ ମନ ହେଉଛି ତାହେଲେ ନିହାତି ଭାବେ এই ରେସିପି ଟ୍ରାଏ କରନ୍ତୁ। ମୁଁ ଏଠି ଅମୁଲକୁ ଗୋଟେ କପ୍ରେ ନେଇଯାଇଛି। ଏଠି ମୁଁ ପାଣିକୁ ପ୍ରଥମରୁ ଗରମ କରି ନେଇଥିଲି ରୁମ୍ ଟେମ୍ପରେଚରରେ। ଏବେ ଆମେ ସେଥିରେ ଅମୁଲ ମିଶାଇବା। ଅମୁଲକୁ ଭଲ ଭାବରେ ଯେମିତି ବିଣ୍ଡା ନ ରହିଯାଉ ସେଥିପାଇଁ ଗୋଟେ ଚାମଚ ସାହାଯ୍ୟରେ କିମ୍ବା ଆପଣଙ୍କ ପାଖରେ କୌଣସି ହ୍ୟାଣ୍ଡ ମିକ୍ସର ସାହାଯ୍ୟରେ ଆପଣ ଏହାକୁ ଫେଣ୍ଟି ପାରିବେ। ଏଠି ମୁଁ ଗ୍ୟାସ୍ ଉପରେ ଗୋଟେ କଡ଼େଇ ନେଇଛି। କଡ଼େଇରେ ପ୍ରଥମେ ଆମେ ଚିନିକୁ ମିଲ୍କ ମେଡ୍ କରିନେବା। ଭଲ ଭାବରେ ଏହାକୁ ଗୋଳେଇ ନେବେ। ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ରଖିବେ। ମିଡ଼ିୟମ୍ ରଖିକି ଏହାକୁ ଏମିତି ଖଡ଼ିକାରେ ଏପଟ ସେପଟ କରିନେବେ, ନହେଲେ ତ ପୋଡ଼ିଯିବ ଚିନି। ଆର ସ୍ୱାଦ ବିଲକୁଲ ବେକାର ଲାଗିବ। ଦେଖନ୍ତୁ ମୋର କ୍ଲାରାମାଇନ୍ କେମିତି ହେଇଯାଇଛି। এইভাবে ভাবে ଆପଣ କ୍ଲାରାମାଇନ୍ କରିନେବେ। କ୍ଲାରାମାଇନ୍ ଆମର ଯେବେ ହେଇଯିବ ତ ଏଠି କିଛି ଗରମ ପାଣି ଆପଣ ରଖିଥିବେ ତାକୁ ଆଡ଼୍ କରିବେ। ମନେ ରଖିବେ ଏଠି ସାଙ୍ଗମାନେ ବିଲକୁଲ ବି ଥଣ୍ଡା ପାଣି ଏଠି ଆଡ଼୍ କରିବେନି। ଗରମ ପାଣି ହିଁ ଦେବେ, ନଚେତ୍ ଚିନି ପୁରା ବିଣ୍ଡା ହେଇଯିବ, ଚକୋଲେଟ୍ ଟାଇପ୍ର ଅଠା ଅଠା ହେଇଯିବ। ଆମର ମିଠା ଦହି ଭଲ ବନିବନି। ଦେଖନ୍ତୁ ପୁରା ଝାଗ ଟାଇପ୍ର ଆସିଯାଇଛି এই ଚିନିର ରସରେ। ଏବେ ଏପଟେ ଆମେ ଦହିକୁ ଯେମିତି ଦହିରେ କିଛି ବିଣ୍ଡା ରହିବନି ସେଇଭଳି ଭାବେ ହ୍ୟାଣ୍ଡ ମାର୍କରରେ ତାକୁ ଭଲ ଭାବରେ ଫେଣ୍ଟି ନେବା। ଦେଖିପାରୁଥିବେ ଆପଣ କିଛି ବି ବିଣ୍ଡା ନାହିଁ। ମୁଁ ଆକୁ ଭଲ ଭାବରେ ଫେଣ୍ଟି ନେଇଛି। ଏପଟେ ମୁଁ ସେଇ ଅମୁଲର ପାଣିକୁ ଏବେ ମୁଁ ଏଇଥିରେ ନେଇ ନେଉଛି। କ୍ଲାରାମାଇଜ୍ରେ ମୁଁ ନେଇ ନେଉଛି। କ୍ଲାରାମାଇଜ୍କୁ ପ୍ରଥମରୁ ମୁଁ ଥଣ୍ଡା ହେବାକୁ ଛାଡ଼ି ଦେଇଥିଲି 5 ମିନିଟ୍ ପାଇଁ। ଆପଣ ଏଠି ସାଙ୍ଗମାନେ ମନେ ରଖିବେ କେବେ ଗରମ କ୍ଲାରାମାଇଜ୍ରେ ଏଇ ଅମୁଲର କ୍ଷୀରକୁ ଦେବେନି, ନଚେତ୍ ଅମୁଲ ଆମର ଫାଟିଯିବ, ମିଠା ଦହିଟି ଭଲ ଲାଗିବନି। ଗୋଟେ ଟିପ୍ସ ଏଠି ନୋଟିସ୍ କଲେ ଆପଣଙ୍କର ମିଠା ଦହି ପୁରା ମାର୍କେଟଠୁ ବହୁତ ଭଲ ହେଇପାରିବ। ଏଠି ମୁଁ 3ଟି ଗୁଜୁରାତି ନେଇଛି। ଏଥିରେ ଆକୁ ଆପଣ ଗ୍ୟାସ୍ର ଫ୍ଲେମ୍କୁ ହାଇ କରିନେବେ। ଏବେ ଆକୁ ଆପଣ ଏଠି 20ରୁ 15 ମିନିଟ୍ ଭଲ ଭାବରେ ଆକୁ ଫୁଟେଇକି ଟିକେ ଗାଢ଼ା ଗାଢ଼ା କରିନେବେ। ଏଠି ଆପଣ ଦେଖିପାରୁଥିବେ ମୁଁ ଗ୍ୟାସ୍ର ଫ୍ଲେମ୍କୁ ହାଇ କରି ଭଲ ଭାବରେ ଏଭଳି ଫେଣ୍ଟି ନେଉଛି। ଏଇଠି ଆପଣ ଦେଖିପାରୁଥିବେ ପୁରା ମୋଟା ମୋଟା ହେଇଯାଇଛି, ଏମିତି ବହଳିଆ ବହଳିଆ ହେଇଯାଇଛି। ଆମେ ଅମୁଲର କ୍ଷୀରଟିକୁ ଦେଇଥିଲେ ସେଟା ଏକଦମ ବହଳିଆ ବହଳିଆ ହେଇଛି। ଆମର ପରଫେକ୍ଟ ହେଇଯାଇଛି ମିଠା ଦହି ବନିବାକୁ। ଆକୁ 5-10 ମିନିଟ୍ ପାଇଁ ରୁମ୍ ଟେମ୍ପରେଚରରେ ଥଣ୍ଡା କରିବାକୁ ପଡ଼ିବ। ଏବେ ଦେଖନ୍ତୁ ଥଣ୍ଡା ହେଇଯାଇଛି। 5ରୁ 10 ମିନିଟ୍ ମୁଁ ରଖିଥିଲି, ଥଣ୍ଡା ହେଇଯାଇଛି। ଏବେ ମୁଁ ଦହି ଆଡ଼୍ କରୁଛି। ଏଥିରେ ଦହି ମୋର ଆଡ଼୍ ହେଇଗଲା। ଏବେ ମୁଁ ଦହିକୁ ଆକୁ ଭଲ ଭାବରେ ଟିକେ ଦହିର ଆଉ ଏ ଅମୁଲ କ୍ଷୀରକୁ ଭଲ ଭାବରେ ମିକ୍ସ କରିନେବେ।
ଏଠି ଆପଣ ଦେଖିପାରୁଥିବେ ମୁଁ ଭଲ ଭାବରେ ଫେଣ୍ଟି ନେଉଛି ୟାକୁ, ଯେମିତି କୌଣସି ବି ଦହିର ବିଣ୍ଡା କିମ୍ବା ଦହି ଆ ଦେହରେ ଭଲ ଭାବରେ ମିକ୍ସ ହେଇଗଲେ ମିଠା ଦହିର ଟେଷ୍ଟଟା ଦ୍ୱିଗୁଣ ହେଇଯାଇଥାଏ। ଏଠି ଆପଣଙ୍କ ପାଖରେ ଯେକୌଣସି ଷ୍ଟିଲର ବର୍ତ୍ତନ ହେଉ କିମ୍ବା କୌଣସି ପ୍ଲାଷ୍ଟିକର ବର୍ତ୍ତନ ହେଉ ଆପଣ ନେଇପାରିବେ। ଏଠି ମୁଁ ଗୋଟେ ସ୍କୁଲର ଟିଫିନ୍ ବକ୍ସ ଥିଲା, ମୁଁ ସେଇଥିରେ ନେଇଛି। ଆକୁ ମୁଁ 10 ମିନିଟ୍ ପାଇଁ ଥଣ୍ଡା କରିବାକୁ ଛାଡ଼ି ଦେଇଛି। ଆପଣ ଏଠି ଦେଖିପାରୁଥିବେ ମୋର 10 ମିନିଟ୍ ପୁରା ହେଇଯାଇଛି, ଥଣ୍ଡା ହେଇଯାଇଛି ଟିକେ। ଆକୁ ଆମେ ଏବେ କୁକ୍ କରିନେବା। ଏଠି ଆପଣଙ୍କ ପାଖରେ ଯଦି କୌଣସି ଷ୍ଟିଲର ଛାଞ୍ଚ ଥାଏ ବା ଷ୍ଟିଲର କୌଣସି ଷ୍ଟାଣ୍ଡ ଥାଏ ଆପଣ ଏଠି ରଖିକି ନେଇପାରିବେ। ମୁଁ ଏଠି ଗୋଟେ ପ୍ଲେଟ୍କୁ ଓଲଟେଇ ନେଇଛି। ପାଣିକୁ ମୁଁ ଗରମ ହେବାକୁ ଛାଡ଼ି ଦେଇଥିଲି ଏବଂ କଭର୍ ନେଇଛି। ଆଉ ଗୋଟେ କଭର୍ ଏବେ ଘୋଡ଼େଇ ନେବା। ମୁଁ ଏଠି 15ରୁ 20 ମିନିଟ୍ ତକ ମୋର ମିଠା ଦହି ବନେଇବାକୁ ମୁଁ ଷ୍ଟିମ୍ରେ ରଖିଛି। ଆପଣ କେଉଁ କ୍ୱାଣ୍ଟିଟିରେ ମିଠା ଦହି ବନେଇବେ ସେଇ ହିସାବରେ ଆପଣ ଷ୍ଟିମ୍ ଦେବେ। ଏଠି ଆପଣ ଦେଖିପାରୁଥିବେ ମୋର ପୁରା ମିଠା ଦହି ଷ୍ଟିମ୍ ହେଇଯାଇଛି। ଆକୁ ଏବେ ମୁଁ ବାହାର କରି ନେଉଛି। ଆପଣ କଲର୍ରୁ ଦେଖିପାରୁଥିବେ ପୁରା କଲର୍ଟି ପୁରା ମସ୍ତ ହେଇଛି। ମୁଁ ଏଠି ସାଇଡ଼୍ରୁ ଟିକେ ବାହାର କରି ଦେଖାଉଛି। ଦେଖନ୍ତୁ ପୁରା ମିଠା ଦହି ଆମର ହେଇଯାଇଛି, କିନ୍ତୁ ଗରମ ଗରମ ଖାଇବାକୁ ତାକୁ ଭଲ ଲାଗିବନି। ମିଠା ଦହି ମାନେ ନିହାତି ଭାବେ ଆକୁ ଫ୍ରିଜରରେ ରଖି ଟିକେ ଥଣ୍ଡା କରିକି ହିଁ ଖାଇବେ, ତାର ମଜାଟା ଅଲଗା ହେବ। ସେମିତି ବି ଆପଣ ଚାହିଁଲେ ଏଠି ଗରମ ଖାଇପାରିବେ, କିନ୍ତୁ ଥଣ୍ଡା କରିକି ଖାଇଲେ ଟିକେ ଭଲ ଲାଗିବ ମିଠା ଦହି। ୟାକୁ ମୁଁ ଫ୍ରିଜରରେ 10ରୁ 15 ମିନିଟ୍ ତକ ରଖିନେବି। ଏଇ ମିଠା ଦହି ବନେଇବାକୁ କୌଣସି ବଜାରର ସାମଗ୍ରୀ ଦରକାର ନାହିଁ। ଆପଣ ଘରୋଇ ସାମଗ୍ରୀରେ ବନେଇ ପାରିବେ ପୁରା ବଜାର ଷ୍ଟାଇଲ ସୁନ୍ଦର ମିଠା ଦହି। ଆପଣ ବନାନ୍ତୁ, ଆପଣଙ୍କ ପରିବାରକୁ ଦିଅନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ନିହାତି ଭାବେ ଗୋଟେ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିନିଅନ୍ତୁ, ଯାହାଫଳରେ କି ମୁଁ ଯେଉଁ ବି ଭିଡ଼ିଓ ପୋଷ୍ଟ କରିବି ପ୍ରଥମେ ଆପଣ ଦେଖିପାରିବେ। ନିହାତି ଭାବେ ଗୋଟେ ସବସ୍କ୍ରାଇବ୍ କରନ୍ତୁ। ମୁଁ ନେଇ ଆସିବି ଆପଣମାନଙ୍କ ପାଇଁ ନୂଆ ନୂଆ ରେସିପି ଭିଡ଼ିଓ। ଏଠି ମୁଁ ପ୍ଲେଟ୍ରେ ଦେଖନ୍ତୁ କେମିତି ଗୋଟେ